କେନ୍ଦୁଝର ନରଣପୁର ଠାରେ ଥିବା ସାହୁ ଜୁଏଲାରୀ ୱାର୍କସପ୍ ମାଲିକ ଦୀପକ ସାହୁଙ୍କଠାରୁ ମାଡ଼ ମାରି 5 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ରୂପା ଲୁଟି ନେଲେ ଦୁର୍ବୃତ୍ତ। ଦୀପକ ଦୋକାନ ବନ୍ଦ କରି ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ଘର ନିକଟରେ 5 ଜଣ ଦୁର୍ବୃତ୍ତ 2ଟି ମୋଟରସାଇକେଲରେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ବାଡ଼େଇବା ଫଳରେ ସେ ତଳେ ପଡ଼ି ଯାଇଥିଲେ ଓ ଦୁର୍ବୃତ୍ତମାନେ ତାଙ୍କ ମୋଟରସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ୍ ଧରି ଆଖି ପିଛଳାକେ ଉଭାନ ହୋଇଯାଇଥିଲେ। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାରିଣୀ ଗେଷ୍ଟ ହାଉସରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖବର କେନ୍ଦୁଝର। ଜିନିଷ ନେଇକିରି ମାନେ ଡିଗିରେ ମୋର ଜିନିଷ ଗୁଡ଼ା ଥିଲା ଯାଉଥିଲେ ଯାଇକିରି ଏଇଠି ମାନେ ଗୋଟେ ବାଇକରେ ମୋ ଆଗରେ 3 ଜଣ ଯାଉଥିଲେ ଦେଖି ସେମାନେ ଯେତେବେଳେ ବାଇକଟା ବ୍ରେକ୍ କଲେ ମାନେ ତାଙ୍କର ହାତରେ ଦେଖିଲି ଯେ ବାଡ଼ି ଅଛି ଦେଖିଲି ମୁଁ ବାଁ ପଟେ ମାନେ ଗୋଟେ ଘର ପଛ ଜାଗାରେ ପଳେଇ ଯାଉଥିଲି ସେଠି ବାଲି ପଥର ଥିଲା ବାଲି ପଥରରେ ମୁଁ ପଡ଼ିଗଲି ପଡ଼ି ଯାଇତେ ଆସିକିରି ମାନେ ବାଡ଼ିରେ ବାଡ଼େଇଲେ ହେଲମେଟ ଗୁଳ ହେଇଛି ପୁରା ଦେଇକିରି ମୁଁ ସେତେବେଳେ ଚୁର କହୁଛି ଯେତେବେଳେ ଲୋକ ଆସ୍ତେ ଆସ୍ତେ ଡିଗରୁ ସେ ଭାଙ୍ଗିକିରି ସେ ବ୍ୟାଗଟା ନେଇ ପଳେଇ ଗଲେ 4-5 ଲକ୍ଷ ପାଖାପାଖି ହବ ସେମିତି।